ସକାଳୁ ବାସି ମୁହଁରେ କେବଳ 3 ଥର ପଢ଼ି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର। ଗ୍ୟାରେଣ୍ଟି ଦେଉଛି ସନ୍ଧ୍ୟା ସୁଦ୍ଧା ସେ ଝିଅ ପଟିଯିବ। ନିଜେ ଆସିବ ଆଉ ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ପାଗେଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ହଁ ଦର୍ଶକ ବନ୍ଧୁ, କେବଳ ଆପଣଙ୍କୁ ସକାଳୁ ଉଠିବା ମାତ୍ରେ ବାସି ମୁହଁରେ ଏହି ମନ୍ତ୍ରକୁ 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ପଟୁନଥିଲା, ଆପଣଙ୍କୁ ଭାଉ ଦେଉନଥିଲା, ସିଏ ରାତି ଦିନ ଆପଣଙ୍କ କଥା ଭାବିବ। ଯଦି ଆପଣ ନିଜ ପସନ୍ଦର ଝିଅକୁ ପଟେଇବାକୁ ଚାହୁଁଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ବଶୀକରଣ ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖାଇବି ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା, ନାରୀ ମୋହିନୀ ବଶୀକରଣ ବିଦ୍ୟା। ଏହି ବଶୀକରଣକୁ ଯଦି ଆପଣ ସକାଳୁ କରିଦେବେ, ଗ୍ୟାରେଣ୍ଟି ଦେଉଛି ସେ ଝିଅ ହେଉ ବା ବିବାହିତା ମହିଳା ସନ୍ଧ୍ୟା ସୁଦ୍ଧା ପଟିଯିବ। ରାତି ଦିନ ଆପଣଙ୍କ କଥା ଭାବିବ, ନିଜେ ଆସିବ ଆଉ ଆପଣଙ୍କ ସହିତ ସମ୍ପର୍କ ରଖିବ। ଆପଣଙ୍କୁ ଛାଡ଼ି ରହିପାରିବନି। ନମସ୍କାର ଦର୍ଶକ ବନ୍ଧୁ, ଏସ୍ ମନ୍ତ୍ର ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ବଶୀକରଣ ସବୁଠାରୁ ମହାଶକ୍ତିଶାଳୀ ବଶୀକରଣ, ଦୁନିଆର ସବୁଠାରୁ ଶକ୍ତିଶାଳୀ ବଶୀକରଣ। ଯିଏ ବି ଏହାକୁ କରିଛି 100ରୁ 100% ସଫଳ ହୋଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ମଧ୍ୟ ଫେରାଇ ଆଣିପାରିଛି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ତେଣୁ ଆପଣ ବି ମାତ୍ର ଗୋଟିଏ ଥର ମୋ କଥା ମାନି ଏହି ବଶୀକରଣକୁ କରିକି ଦେଖନ୍ତୁ। ତାପରେ ଦେଖିବେ ଚମତ୍କାର। କିପରି ସେହି ସମୟଠାରୁ ସେ ଝିଅ ହେଉ ବା ପଡ଼ିଶା ଘର ଭାଉଜ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ପାଗେଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣଙ୍କୁ ନ ଦେଖି ରହିପାରିବନି। ତେବେ ଏହି ବଶୀକରଣ ବିଧିକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖାଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ମୁଁ ଆପଣଙ୍କୁ ଶିଖାଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ଆଉ ପରେ ଆପଣ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ବଶୀକରଣ ଭିଡ଼ିଓ ଦେଖିବା ପୂର୍ବରୁ ମୋର ଗୋଟିଏ ଛୋଟିଆ ଅନୁରୋଧ ଶୁଣି ନିଅନ୍ତୁ। ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ, କଷ୍ଟ, ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି। ଯଦି ସେ ଅସୁବିଧାର ସମାଧାନ ନ ହେଲା, ତା'ର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ମନ୍ତ୍ର ତନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ମନ୍ତ୍ର ଠିକ୍ସେ ଉଚ୍ଚାରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେଉଁ ଝିଅ ବା ବିବାହିତା ମହିଳାକୁ ପଟେଇବାକୁ ଚାହୁଁଛନ୍ତି, ତାକୁ 100ରୁ 100% ପଟେଇ ପାରିବେ। ତାକୁ ନିଜ ପ୍ରେମରେ ଦିବାନୀ କରିପାରିବେ। ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ବଶୀକରଣ କରିବା ପୂର୍ବରୁ ବଶୀକରଣ ବିଷୟରେ କିଛି ଜାଣି ରଖନ୍ତୁ। ବଶୀକରଣ କ'ଣ ପାଇଁ କରାଯାଏ? ଯେତେବେଳେ ଆପଣ କାହାକୁ ନିଜଠାରୁ ଅଧିକ ଭଲ ପାଉଛନ୍ତି, ତା ବିନା ବଞ୍ଚିପାରିବେନି ଭାବୁଛନ୍ତି, ତା ପଛରେ ଗୋଡ଼େଇ ଗୋଡ଼େଇ ଥକି ଗଲେଣି, ନିଜର ସବୁ ସମୟ ସାରି ସାରିଲେଣି, କିନ୍ତୁ ସେ ଝିଅ ବା ମହିଳା ଆପଣଙ୍କୁ ଭାଉ ଦେଉନି, ଆପଣଙ୍କୁ ଦେଖିଲେ ଅଣଦେଖା କରୁଛି, ସେତେବେଳେ ଆପଣ ବଶୀକରଣ କରିପାରିବେ। ବଶୀକରଣର ମାନେ ହେଉଛି ନିଜର ଭାବନାକୁ ଅନ୍ୟର ଦିମାଗରେ ପହଞ୍ଚାଇବା, ନିଜର ଭଲ ପାଇବାକୁ ସେ ଝିଅ ବା ମହିଳାର ଦିମାଗରେ ପହଞ୍ଚାଇବା, ମାନେ ଅନ୍ୟର ଦିମାଗରେ ପହଞ୍ଚାଇବା। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣ ମନ୍ତ୍ରକୁ ପ୍ରୟୋଗ କରିବେନି। କାହିଁକିନା ଏହି ବଶୀକରଣ ମନ୍ତ୍ର ହେଉଛି ସବୁଠାରୁ ସହଜ କିନ୍ତୁ ମହାଶକ୍ତିଶାଳୀ ବଶୀକରଣ ମନ୍ତ୍ର। ଏହି ବଶୀକରଣ ମନ୍ତ୍ରକୁ ଯଦି ଆପଣ ସକାଳୁ ଉଠିବା ମାତ୍ରେ ବାସି ମୁହଁରେ 3 ଥର ପଢ଼ିଦେବେ, ଗ୍ୟାରେଣ୍ଟି ଦେଉଛି ସେ ଝିଅ ହେଉ ବା ବିବାହିତା ମହିଳା ଆପଣଙ୍କର ବଶରେ ହେଇଯିବ। ବିଚଳିତ ହୋଇ ଉଠିବ। ଯେପର୍ଯ୍ୟନ୍ତ ଆପଣଙ୍କ ସହିତ ସମ୍ପର୍କ ରଖିନି,
ସିଏ ଖାଲି ଛଟପଟ ହେବ। ତେଣୁ ଯଦି ଆପଣ ଏହି ବଶୀକରଣ କରିବାକୁ ଚାହୁଁଛନ୍ତି, ସେ ଝିଅ ବା ବିବାହିତା ମହିଳାକୁ ପଟାଇବାକୁ ଚାହୁଁଛନ୍ତି, ତାକୁ ନିଜ ପ୍ରେମରେ ଦିବାନୀ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ର ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ଠିକ୍ ଅଛି? ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ସକାଳୁ ବାସି ମୁହଁରେ କରିବେ। ବିନା ହାତ ଗୋଡ଼ ମୁହଁ ଧୋଇକି ସକାଳୁ ବାସି ମୁହଁରେ କରିବେ। ପ୍ରଥମେ ଆପଣ କ'ଣ କରିବେ, ଯେତେବେଳେ ରାତିରେ ଶୋଇବା ପାଇଁ ଯିବେ, ଗୋଟିଏ ଗ୍ଲାସରେ ଚିନି ପାଣି ଆଣିବେ। ତାପରେ ସେ ଚିନି ପାଣିର ଗ୍ଲାସକୁ ନିଜର ସାମ୍ନାରେ ରଖିବେ। ତାପରେ 7 ଥର ସେହି ଝିଅ ବା ମହିଳାର ନାମ କହିବେ ଯାହାକୁ ଆପଣ ପଟାଇବାକୁ ଚାହୁଁଛନ୍ତି। ପ୍ରଥମେ ଆପଣ ତାକୁ ମନେ ମନେ ଭାବିବେ, ତା'ର ମୁହଁକୁ ନିଜ ମନରେ ଭାବିବେ। ତାପରେ 7 ଥର ସେହି ଝିଅ ବା ମହିଳାର ନାମ କହି ଆପଣ ପାଣି ଗ୍ଲାସରେ 3 ଥର ଫୁଙ୍କିଦେବେ। ତାପରେ ଆପଣ ସେ ପାଣି ଗ୍ଲାସକୁ ନିଜର ଖଟ ତଳେ ରଖିକି ଆପଣ ଶୋଇପଡ଼ିବେ। ଯଦି ଆପଣ ଖଟରେ ଶୋଉନାହାନ୍ତି, ତଳେ ଶୋଉଛନ୍ତି, ତେବେ ଆପଣ ସେ ପାଣି ଗ୍ଲାସକୁ ନିଜର ମୁଣ୍ଡ ପାଖରେ ରଖିକି ଆପଣ ଶୋଇପଡ଼ିବେ। ସକାଳୁ ଉଠିବା ମାତ୍ରେ ଆପଣ ବାସି ମୁହଁରେ, ବିନା ହାତ ଗୋଡ଼ ମୁହଁ ଧୋଇ ଆପଣ ବାସି ମୁହଁରେ ଆଖି ବନ୍ଦ କରିକି ସେହି ଝିଅ ବା ମହିଳାକୁ ମନେ ମନେ ଭାବିବେ। ତା'ର ମୁହଁକୁ ନିଜ ମନରେ ଭାବିବେ। ତାପରେ ଏହି ମନ୍ତ୍ରକୁ 3 ଥର ପଢ଼ିବେ ଆଉ 3 ଢୋକ ପାଣି ଆପଣ ପିଇଦେବେ। ଦେଖନ୍ତୁ, ମନେକର ଆପଣ ଯେଉଁ ଝିଅ ବା ମହିଳାକୁ ନିଜ ବଶରେ କରିବାକୁ ଚାହୁଁଛନ୍ତି ବା ପଟାଇବାକୁ ଚାହୁଁଛନ୍ତି, ତା'ର ନାମ ହେଉଛି ମମତା। ତେବେ ଆପଣ ମନ୍ତ୍ରକୁ ଏହିପରି ପଢ଼ିବେ, ମମତା ତୀବ୍ର ବଶୀଭୂତମ୍, ମମତା ତୀବ୍ର ବଶୀଭୂତମ୍। ଥରେ ଆପଣ କହିବେ ମମତା ତୀବ୍ର ବଶୀଭୂତମ୍, ଗୋଟିଏ ଢୋକ ପାଣି ପିଇଦେବେ। ଆଉ ଥରେ କହିବେ ମମତା ତୀବ୍ର ବଶୀଭୂତମ୍, ଆଉ ଗୋଟିଏ ଢୋକ ପାଣି ପିଇଦେବେ। ଏହିପରି ଆପଣ ଲଗାତାର 3 ଥର କହିବେ ଆଉ 3 ଢୋକ ପାଣି ଆପଣ ପିଇଦେବେ। ଏହିପରି ଆପଣ ଲଗାତାର 3 ଦିନ ପର୍ଯ୍ୟନ୍ତ ସକାଳୁ ବାସି ମୁହଁରେ କରିବେ। ମନେ ରଖନ୍ତୁ, ଏହି ବିଧିକୁ ଆପଣ ଅଧାରୁ ଛାଡ଼ିବେନି। ଲଗାତାର 3 ଦିନ ପର୍ଯ୍ୟନ୍ତ ଆପଣ ସକାଳୁ ବାସି ମୁହଁରେ ଏହିପରି କରିବେ। ତାପରେ ଦେଖିବେ ଯେଉଁ ଝିଅ ପଟୁନଥିଲା, ସେ ଝିଅ ପାଗାଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ପଡ଼ିଶା ଘର ସୁନ୍ଦରୀ ଭାଉଜ ହାତ ଧରି ରୁମ୍କୁ ଡାକିବ ଆଉ ଯାହା ଚାହିଁବେ ତାହା କରିବାକୁ ଦେବ। କୌଣସି ପ୍ରକାର ବାଧା ଦେବ ନାହିଁ। ଧନ୍ୟବାଦ।